आज गोपाल पुओ अनंत आज तांको आखिरु धारा धारा लुह बहुची कांदुचंती। मुझे कौन करी जदि गुरुंकर कथा को न रखी ताले गुरु निंदा नरके बास गुरु को पाखरे द्रोही हो जीवी। आउ जदि जदि मो सांग को मु न आने जदि मो सांगर कथा मु न कहे ताहले गुरु मते अभिशाप देबे। आ जदि सांगर कथा को मु कहि दिए ताहले मो सांग आ मते देखा करबा को केबे भी आसीबेनी। तेणु डाकुची प्रभु को, हे प्रभु, हे विश्व नियंता, हे जगतकर्ता, आपण ही बुझिबे मु एबे कौन करी, मु एबे कौन करि परिबी। हे आभाबी से बालक होइला विकल लोतके पूर्ण चक्षुता नयन जुगल। जय जय जगन्नाथ जगतर नाथ। जय जय जगन्नाथ अनाथर नाथ। पुणी मने दम्भ धरी विचारिला चित कहिले सीना छाड़िबे मोते निकिमित। जय जय जगन्नाथ जगतर नाथ। जय जय जगन्नाथ अनाथर नाथ। तेणु मने मने चिंता करुछंती गोपाल पुओ अनंत जे मु निश्चित गुरुदेव को सबु सत कथा कहीदेवी। जदि मो मित सीना जानिले मो उपरे रागिबे मो मित को मु मिछ कहीदेवी जे मु काहा को कहिनी बोली कहीदेवी। तेणु मो मित निश्चित भाव मो कथा रखिबे। पुणी चिंता करुछंती जदि मो मित कौनसी प्रकार जानी दियंती जे मु काहा को कही देइछि बोली तांको कथा ताहले ताहले सतरे सतरे से जमा आसीबेनी कहीं से भारी अभिमानी। जदि न आसीबे पुणी चिंता करुछंती न आसंतु तांको घर तो ये पाख निकटरे। तेणु मते तो कहूथिले तांकर निकटरे घर मु तांको घर को चली जीवी। आउ मो मित को बहुत बुझे सुझे मुझे निश्चित आनिबी। तेणु कौन कहउछंती आउ जेबे न आसीबे मुई जीवितांको तही ए स्थान निकटरे तो छंती से रही। जय जय जगन्नाथ जगतर नाथ। जय जय जगन्नाथ अनाथर नाथ। अनेक मते विनय तांको ठारे होई खेलिबा स्थान को ताकू आनिबी कड़ाई कहिबी मु गुरु बिना कही नाही आने। एथरक क्षमा कर तुमे क्षमा गुणे। जय जय जगन्नाथ जगतर नाथ। जय जय जगन्नाथ अनाथर नाथ। तेणु चिंता करुछि अनंत
ଯେ ମୁଁ ନିଶ୍ଚିତ ମୋ ସଖାକୁ ମନେଇବା ପାଇଁ ଚେଷ୍ଟା କରିବି। ମୁଁ ଜାଣିଛି ମୋ ସଖା ବହୁତ ଅଭିମାନୀ। ସେ ମୋତେ କହିଛି ଯେ ତୋ ମୋ ବ୍ୟତୀତ ଯେମିତି ଆଉ ତୃତୀୟ ବ୍ୟକ୍ତି ନ ଜାଣେ। ତେଣୁ ଯଦି ଏକଥା ଯଦି ସେ ଜାଣିଦେବ ଯେ ମୁଁ ଗୁରୁଙ୍କୁ କହିଛି ତାହେଲେ ତାକୁ ବୁଝେଇଦେବି ଯେ ମୁଁ ଗୁରୁଙ୍କ ବ୍ୟତୀତ ଆଉ କାହାକୁ ବି କହିନି। ଗୁରୁ ଯେ କି ମୋତେ ଆଜି ଏ ଜାଗାରେ ଆଣି ପହଞ୍ଚେଇଛନ୍ତି, ଯଦି ମୁଁ ତାଙ୍କ ଆଗରେ ମିଛ କହିବି ତାହେଲେ ମୁଁ ଗୁରୁ ଦ୍ରୋହୀ ହେଇଯିବି ନା। ସେଇଥିପାଇଁ ହେ ସଖା ମୁଁ ନିଶ୍ଚିତ ଗୁରୁଙ୍କ ଛଡ଼ା ଆଉ କାହାକୁ କହିନି। ତେଣୁ ଏମିତି ଅନେକ କଥା ତାକୁ ବୁଝେଇବି। ମୁଁ ଜାଣିଛି ମୋ ମିତ ନିଶ୍ଚିତ ଭାବରେ ବୁଝିଯିବେ, ମୋ ସଖା ନିଶ୍ଚିତ ଭାବରେ ବୁଝିଯିବେ। ତେଣୁ ଏମିତି ଅନେକ କଥା ଚିନ୍ତା କରି ଗୁରୁଦେବ ପଚାରୁଛନ୍ତି, କୁହ ଶିଷ୍ୟ, ତୁମ ଦେହରୁ ଯେଉଁ ସୁଗନ୍ଧ ବାହାରୁଛି ଏ ସୁଗନ୍ଧ ପାଇଲ କେଉଁଠୁ? ସତ କଥା କୁହ, କାହିଁକିନା ମିଛକୁ ମୁଁ ଭଲ ପାଏନି। ଆଉ ଜାଣିଛ, ଯଦି ଗୁରୁଙ୍କ ଆଗରେ ମିଛ କହିବ ତାହେଲେ ତୁମେ ଅହି ନର୍କରେ ପଡ଼ିବ। ଯଦି ଗୁରୁଙ୍କ ନିକଟରେ ତୁମେ ମିଛ କହିବ ତାହେଲେ ରୌରବ ନରକରେ ପଡ଼ିବ। ତେଣୁ ମୁଁ ଯାହା କହୁଛି ମୋତେ ସତ କଥା କୁହ, ଏ ସୁଗନ୍ଧ ପାଇଲ କେଉଁଠୁ? ତୁମ ଦେହ ସାରା ସୁଗନ୍ଧ ମହକୁଛି କେମିତି? ଆଉ ଏ ସୁଗନ୍ଧ କେବଳ ସ୍ୱୟଂ ନାରାୟଣ ହିଁ ନେଇଥାନ୍ତି, କେବଳ ନାରାୟଣ ହିଁ ଏ ସୁଗନ୍ଧ ନେଇଥାନ୍ତି। ତୁମେ କେଉଁଠୁ ପାଇଲ? ତେଣୁ ଏ କଥା ଶୁଣି ଏବେ ଅନନ୍ତ କହୁଛି, ହେ ଗୁରୁଦେବ, ମୁଁ ଆଜି ସବୁ ସତ କଥା କହୁଛି, ଯାହା ନ କହିବା କଥା। କାହିଁକିନା ମୁଁ ଯଦି କହିଦିଏ ତାହେଲେ ମୋ ସଖା ଆଉ ମୋତେ ଦେଖା କରିବାକୁ ଆସିବେନି। ତେଣୁ ଗୁରୁଦେବ ପଚାରୁଛନ୍ତି, କେଉଁ ସଖା ସିଏ? ମୋତେ ଭଲ ଭାବରେ କୁହ, ସତ କରି କୁହ। ତେଣୁ କ'ଣ କହୁଛନ୍ତି, ଏହା ଭାବି ବୋଇଲା ସେ ଶୁଣ ହେ ଗୋସାଇଁ, ଗୋରୁ ଘେନି ବନସ୍ତକୁ ନୀତି ଯାଏ ମୁଇଁ। জয় জয় জগন্নাথ জগতর নাথ, জয় জয় জগন্নাথ নাথর নাথ। অত্যন্ত সুন্দর রূপ শ্যাম কলা হই, বহুতর অলঙ্কার ଅଛି ତାଙ୍କ ଦେଇ। জয় জয় জগন্নাথ জগতর নাথ, জয় জয় জগন্নাথ নাথর নাথ। ପଚାରୁଛନ୍ତି ଗୁରୁଦେବ, କିଏ ସିଏ ସଖା? ମୋତେ ଭଲ ଭାବରେ ବିସ୍ତାରିତ ଭାବରେ କୁହ। ତେଣୁ ଶିଷ୍ୟ କହୁଛନ୍ତି, ହେ ଗୁରୁଦେବ, ମୁଁ ଯେତେବେଳେ ଅରଣ୍ୟକୁ ଯାଏ, ଯେତେବେଳେ ଗାଈ ଚରାଇବାକୁ ଯାଏ, ସେତେବେଳେ ମୋର ଜଣେ ସଖା ଅଛନ୍ତି। ମୁଁ ତାଙ୍କୁ ଡାକିଦେଲା ମାତ୍ରେ ସେ ଆସି ପହଞ୍ଚି ଯାଆନ୍ତି। ତେଣୁ ଗୁରୁଦେବ ପଚାରୁଛନ୍ତି, ଆଚ୍ଛା ସେ ସଖା ଦେଖିବାକୁ କେମିତି? ତେଣୁ ଶିଷ୍ୟ କହୁଛନ୍ତି, ହେ ଗୁରୁଦେବ, ସେ ଦେଖିବାକୁ ତାଙ୍କର ରଙ୍ଗ ହେଉଛି ଶ୍ୟାମଳ ବର୍ଣ୍ଣ, ଆଉ ପୀତ ବସନ ପିନ୍ଧିଛନ୍ତି, କେତେ ଅଳଙ୍କାର ସେ ଗ୍ରହଣ କରିଛନ୍ତି, ଆଉ ହାତରେ ଗୋଟେ ବଂଶୀ ଧରିଛନ୍ତି, ଆଉ ମଥାରେ ମୟୂର ଚୂଳ ଖଞ୍ଜିଛନ୍ତି। ଜାଣିଛନ୍ତି, ସେ ଯେତେବେଳେ ମୋ ପାଖକୁ ଆସନ୍ତି ନା, ସେତେବେଳେ ସେ ଜଙ୍ଗଲଟା ମହକିଯାଏ ବାସ୍ନାରେ। କାହିଁକିନା ସେ ମୋତେ କହୁଥିଲେ, ମୁଁ ତାକୁ ଦିନେ ପଚାରିଥିଲି, ସଖା ତମେ ଏତେ ସୁନ୍ଦର ବାସ୍ନା କେମିତି ହେଉଛି ତୁମେ ଆସିଲା ପରେ? ତେଣୁ ସେତେବେଳେ କହନ୍ତି ଯେ ମୋ ମା ମୋତେ ସୁବେଶ କରିଦେଉଛନ୍ତି, ମୋ ମା ମୋତେ ଏ ଗନ୍ଧ ଚନ୍ଦନ କର୍ପୂର ବୋଳି ଦେଉଛନ୍ତି, ସେଇଥିପାଇଁ ଏତେ ବାସ୍ନା ମହକୁଛି। ତେଣୁ ଆହୁରି କ'ଣ କହୁଛନ୍ତି, ନାନା କୁସୁମରେ କେଶ ହୋଇଛି ସଜେଣି, ପୟରେ ସ୍ୱର୍ଣ୍ଣ ନୂପୁର ବାଜେ ରିଣି ଝିଣି। জয় জয় জগন্নাথ জগতর নাথ, জয় জয় জগন্নাথ নাথর নাথ। হৃদরে লম্বিছি নানা
পুষ্পমাଳ ମାନ ଚତୁସମ ହୋଇଥିଲେ ଅଙ୍ଗରେ ଲେପନ জয় জয় জগন্নাথ জগতর নাথ জয় জয় জগন্নাথ নাথর নাথ কটিরে পীতম্বর রত্নর মেখলা কর্ণরে কুণ্ডল কণ্ঠে শহে রত্নমালা জয় জয় জগন্নাথ জগতর নাথ জয় জয় জগন্নাথ নাথর নাথ ভুজে বাহুটি কঙ্কণ অঙ্গুষ্ঠীরে মুদি শ্যামল মেঘরে জেনে বিজুলিয়া ছাদি জয় জয় জগন্নাথ জগতর নাথ জয় জয় জগন্নাথ নাথর নাথ ଆଜି ଶିଷ୍ୟ ଅନନ୍ତ ଯେଉଁ ରୂପର ବର୍ଣ୍ଣନା କରୁଛି ସେ ବର୍ଣ୍ଣନାକୁ ଶୁଣି ଆଜି ଗୁରୁଦେବଙ୍କର ଲୋମମୂଳ ଟାଙ୍କୁରି ଉଠୁଛି ଆଖି ତାଙ୍କର ଲୁହରେ ଜକେଇ ଯାଉଛି ଚିନ୍ତା କରୁଛନ୍ତି ଗୁରୁଦେବ ଏ ବାଳକ ଯାହାଙ୍କର ବର୍ଣ୍ଣନା କରୁଛି ସେ ତ ସ୍ୱୟଂ କୃଷ୍ଣ ତାହେଲେ ଏ ବାଳକ କ'ଣ କୃଷ୍ଣଙ୍କ ସହିତ ସଖା ହେଇଛି ଆଶ୍ଚର୍ଯ୍ୟଚକିତ ହେଇଗଲେ ଆଜି ଗୁରୁଦେବ ଆଖି ତାଙ୍କର ଲୁହ ଛଳ ଛଳ ହେଇଗଲା ଆଉ ପଚାରୁଛନ୍ତି ହେ ମୋର ପ୍ରିୟ ଶିଷ୍ୟ ଆଉ କେମିତି ଦେଖିବାକୁ ସିଏ ଆଉ କ'ଣ କ'ଣ ସବୁ ପିନ୍ଧିଛନ୍ତି ସିଏ ମୋତେ ଭଲ ଭାବରେ କୁହ ଆଜି ଶିଷ୍ୟ କହୁଛନ୍ତି ହେ ଗୁରୁଦେବ ଆପଣ ମୋ ସଖାଙ୍କ କଥା ଶୁଣିବା ପାଇଁ ଏତେ ଆଗ୍ରହୀ କାହିଁକି ତେଣୁ ଗୁରୁଦେବ କହୁଛନ୍ତି ମୁଁ ସବୁ କହିବି ମୋତେ ଖାଲି କୁହ ଆଉ କେମିତି ଦେଖାଯାଉଛନ୍ତି ସେ କି ରୂପରେ ଆସିଥିଲେ ତୁମ ପାଖକୁ ଆଉ କେବେଠାରୁ ତୁମେ ତାଙ୍କ ସହିତ ଖେଳିଲଣି ଗୁରୁଦେବ ପଚାରୁଛନ୍ତି କୁହ ଶିଷ୍ୟ ମୋତେ କୁହ ମୋର ଶୁଣିବାକୁ ବହୁତ ଆଗ୍ରହ ହେଉଛି ତେଣୁ ଶିଷ୍ୟ କହୁଛନ୍ତି ହେ ଗୁରୁଦେବ ମୋ ସଖାର ରୂପ ଏତେ ସୁନ୍ଦର ଜାଣିଛନ୍ତି ମୁଁ ତାକୁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ରହିପାରେ ନା ଆଉ ମୋ ସଖା ମୋ ସହିତ ଲୁଚକାଳି ଖେଳନ୍ତି କେତେବେଳେ ସିଏ ଲୁଚି ଯାଆନ୍ତି ତ ମୁଁ ସେତେବେଳେ ତାକୁ ଖୋଜେ ଆଉ କେତେବେଳେ ମୁଁ ଲୁଚିଯାଏ ସିଏ କିନ୍ତୁ ସଙ୍ଗେ ସଙ୍ଗେ ମୋତେ ଖୋଜି ବାହାର କରିଦିଅନ୍ତି ତେଣୁ ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହେଇଯାଏ ମୁଁ ଏମିତି ଜାଗାରେ ଲୁଚେ ସେ ଦେଖନ୍ତି କେମିତି ମୁଁ ଜାଣିପାରେ ନା ହେଲେ ମୋ ସଖାକୁ ମୁଁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ମୁଁ ରହିପାରେ ନା ଯେବେଠାରୁ ତାଙ୍କ ସହିତ ମୋର ଦେଖା ହେଇଛି ସେବେଠାରୁ ନା ମୋତେ ଘର ଭଲ ଲାଗୁଛି ନା ମୋତେ ସାଙ୍ଗସାଥି ମେଳ ଭଲ ଲାଗୁଛି କେମିତି ରାତି ପାହିବ କେମିତି ଗୋରୁମାନଙ୍କୁ ନେଇ ମୁଁ ଅରଣ୍ୟକୁ ଯିବି ମୁଁ କେବଳ ସେଇ କଥା ଚିନ୍ତା କରେ କାହିଁକିନା ମୋ ସଖା ସହିତ ମୁଁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ମୋ ସଖାକୁ ମୁଁ ରହିପାରେ ନା ଏ କଥା କହୁଥିବା ସମୟରେ ଗୁରୁଦେବଙ୍କର ଆଖିରୁ ଲୋତକ ଠପ୍ ଠପ୍ ଝରିବାକୁ ଲାଗିଲା ତେଣୁ ଆଉ କ'ଣ କହୁଛନ୍ତି ଶିଷ୍ୟ ସ୍ୱଭାବ ଦେଖିଣ ଲୋଭା ହେଲା ମୋର ମତି ତାଙ୍କର ସଙ୍ଗେ ଖେଳ ଖେଳୁଥାଏ ନୀତି জয় জয় জগন্নাথ জগতর নাথ জয় জয় জগন্নাথ অনাথ নাথ ତାଙ୍କ ଲାବଣ୍ୟ ଶରୀର ବାସେ ମୋହ କଳା କଳି କମ୍ତେ ଲାଗେ দুই কর দেহ জয়
ଆସେ ସେହି ମତେ। ଜୟ ଜୟ ଜଗନ୍ନାଥ ଜଗତର ନାଥ। ଜୟ ଜୟ ଜଗନ୍ନାଥ ଅନାଥ ନାଥ। ମୋ ସଖାଙ୍କ ସହିତ ଯେତେବେଳେ ମୁଁ କୋଳାଗ୍ରତ ହୁଏ ନା, ସେତେବେଳେ ମୋ ଶରୀରରେ ସେ ବାସ୍ନା ସବୁ ଲାଗିଯାଏ, ସେ ସୁଗନ୍ଧ ବାସ୍ନା ମୋ ଦେହରେ ବୋଳି ହେଇଯାଏ। ଆଉ ସେଇଥିପାଇଁ ମୁଁ ଯେତେବେଳେ ମୋ ଗାଁକୁ ଆସେ, ସେତେବେଳେ ଗାଁଟା ସାରା ମହମହ ବାସ୍ନାରେ ଫାଟି ପଡ଼େ। ଆଉ ସମସ୍ତେ ମୋତେ କହନ୍ତି, ସମସ୍ତେ ମୋତେ ପଚାରନ୍ତି ଯେ ବାସ୍ନା ତୁ କେଉଁଠୁ ଆଣିଲୁ? ହେଲେ ମୋ ସଖା କହିଛନ୍ତି ଯେ ମୁଁ କାହାକୁ ନ କହିବା ପାଇଁ, ସେଇଥିପାଇଁ ମୁଁ କାହାକୁ କହେନି। ମୋ ସଖା କହିଥିଲେ ଯଦି ତୋ ମୋ ବ୍ୟତୀତ ଆଉ ଅନ୍ୟ ଜଣେ କେହି ଜାଣେ ତାହେଲେ ତୁ ଯେତେ ଡାକିବୁ ମୁଁ ଆସିବିନି। କାହିଁକି ନା ଯଦି କେହି ଜାଣିଦିଅନ୍ତି ତାହେଲେ ମୋ ମାଆଙ୍କ ପାଖରେ ଖବର ପହଞ୍ଚିଯିବ, ଆଉ ମୋ ମା ମୋତେ ବହୁତ ବାଡ଼େଇବେ। ତେଣୁ ସେଇଥିପାଇଁ ମୋ ସଖାଙ୍କ କଥା ମୁଁ କାହା ଆଗରେ କହେନି। ହେ ଗୁରୁଦେବ, ମୁଁ ଆଜି ଯାହା କହିଲି ତା ଅକ୍ଷରେ ଅକ୍ଷରେ ସତ କଥା କହିଲି। ତେଣୁ ଏ କଥା ବ୍ୟତୀତ ମୁଁ ଆଉ କିଛି ବି ଲୁଚେଇ ରଖିନି। ମୁଁ ଯାହା କହିଛି ସବୁ ସତ କଥା କହିଛି ଗୁରୁଦେବ, ସବୁ ସତ କଥା କହିଛି। ତେଣୁ ଆପଣ ମୋ ଉପରେ ଆଉ ରାଗନ୍ତୁନି, ଆପଣ ମୋ ଉପରେ କୋପ କରନ୍ତୁନି ଗୁରୁଦେବ। ଏ କଥା ଶୁଣିବା ପରେ ଆଜି ଗୁରୁଙ୍କ ଆଖିରୁ ଧାର ଧାର ଲୁହ ବହି ଯାଉଛି। କାନ୍ଦି କାନ୍ଦି ଆଜି କହୁଛନ୍ତି ଧନ୍ୟ ଧନ୍ୟ ତୁମେ ଶିଷ୍ୟ, ଧନ୍ୟ ତୁମେ ଭକ୍ତ, ଧନ୍ୟ। ଆଜି ମୁନି ଋଷି ଯୋଗୀ ଯେଉଁ ରୂପକୁ ଦର୍ଶନ କରିବା ପାଇଁ ଜନ୍ମ ଜନ୍ମ ତପସ୍ୟା କରୁଛନ୍ତି, ଆଜି ସାମାନ୍ୟ ବାଳକ ହେଇ ପ୍ରଭୁଙ୍କ ସହିତ ଖେଳ ଖେଳୁଛ, ପ୍ରଭୁଙ୍କୁ କୋଳାଗ୍ରତ କରୁଛ। ତେଣୁ ତମେ ଧନ୍ୟ ହେଇଯାଇଛ ପୁତ୍ର, ତମେ ଧନ୍ୟ ହେଇଯାଇଛ। ହେଲେ ମୁଁ ଅଧମ, ତୁମକୁ ମନ୍ତ୍ର ଦେବା ପାଇଁ ତୁମ କାନରେ କେବଳ ଫୁଙ୍କିଥିଲି, କୌଣସି ମନ୍ତ୍ର ତୁମକୁ ମୁଁ କହିନଥିଲି। ହେଲେ ତମେ ଯେତେବେଳେ ମୋତେ ବାଧ୍ୟ କଲ ଯେ ଗୁରୁଦେବ ମୋତେ ଗୋଟିଏ ମନ୍ତ୍ର କହିଦିଅ, ସମସ୍ତ ପିଲାମାନେ ଘୋଷୁଛନ୍ତି ମନ୍ତ୍ର, ଆଉ ମୁଁ ସେଇ ମନ୍ତ୍ରକୁ ଘୋଷିବି। ତେଣୁ ମୁଁ ରାଗିକି ତୁମକୁ କହିଥିଲି ଯେ ଯଦି ମନ୍ତ୍ର ଘୋଷିବାକୁ ଚାହୁଁଛ, ମୁଁ ତୁମ କାନରେ କେବଳ ବାଳ ହିଁ କହିଛି, ସେଇଆକୁ ଘୋଷ। ତେଣୁ ତମେ ତାକୁ ହିଁ ଘୋଷିଥିଲ, ଆଉ ମୋର ପ୍ରତିମୂର୍ତ୍ତି ରଖି ପୂଜା କରୁଥିଲ। ମୋତେ ପୂଜା କରି ତମେ ସେଇ ମନ୍ତ୍ରକୁ ଜପ କରି ଆଜି ତମେ ଯାହା ପାଇଛ ତାହା ଏ ସଂସାରରେ କେହି ମଧ୍ୟ ପାଇବେନି, କେହି ମଧ୍ୟ ପାଇବେନି। ଆଜି ଗୁରୁ ବିଷ୍ଣୁ ଦାସ ସଙ୍ଗେ ସଙ୍ଗେ ତାଙ୍କୁ କୋଳକୁ ନେଇଗଲେ, ଶିଷ୍ୟକୁ କୋଳକୁ ନେଇ ତାକୁ ଆଉଁସି ଦେଉଛନ୍ତି। ଧନ୍ୟ ପୁତ୍ର, ଧନ୍ୟ ତୁମେ। ଆଜି ମୁଁ ଅଧମ, କେତେ କେତେ ତୀର୍ଥ ଭ୍ରମଣ କରିଛି, କେତେ କେତେ ଯଜ୍ଞ କରିଛି ଟିକେ ପ୍ରଭୁଙ୍କୁ ପାଇବା ପାଇଁ। ହେଲେ ମୁଁ ଅଧମ, ଏତେ ଚେଷ୍ଟା କରି ମଧ୍ୟ ମୁଁ ପ୍ରଭୁଙ୍କୁ ପାଇନି। ଆଜି ତମେ ତାକୁ ପାଇଛ, ଧନ୍ୟ ହେଇଯାଇଛ ପୁତ୍ର, ତମେ ଧନ୍ୟ ହେଇଯାଇଛ। ମୁଁ ତମ ପାଖରେ କିଛି ବି ନୁହେଁ। ମୁଁ ଏତେ ତୀର୍ଥ ଭ୍ରମଣ କରିସାରିବା ପରେ ବି ମୋ ପାଖରେ ଟିକିଏ ବି ପୁଣ୍ୟ ମୁଁ ଅର୍ଜନ କରିପାରିନି। ତେଣୁ କୋଳରେ ବସେଇ ଆଜି ଗୁରୁଦେବ କାନ୍ଦୁଛନ୍ତି। ବିଚାରିଲେ ୟାକୁ ନିଶେ ପ୍ରସନ୍ନ ମୁରାରୀ, ଏତେ ତୀର୍ଥ ଭ୍ରମୀ ମୁହିଁ ୟାକୁ ନୁହେଁ ସରି। জয় জয় জগন্নাথ জগতর নাথ। জয় জয় জগন্নাথ অনাথর নাথ। এই গোবিন্দক সঙ্গে অছি সঙ্গ হই, স্নেহ কোଳ କରିଛନ୍ତି ୟାକୁ ଭାବଗ୍ରାହୀ। জয় জয় জগন্নাথ জগতর নাথ। জয়
ଆଜି ମନେ ମନେ ଆନନ୍ଦ ହେଉଛନ୍ତି ଗୁରୁଦେବ। ଆଜି ମୁଁ ମଧ୍ୟ ଧନ୍ୟ ହୋଇଯାଇଛି। ପ୍ରଭୁଙ୍କର ପରମ ଭକ୍ତ ଯେ ପ୍ରଭୁଙ୍କ ସହିତ ଆଲିଙ୍ଗନ କରିଛି, ମୁଁ ତାକୁ ମୋ କୋଳରେ ବସେଇଛି। ତାକୁ କୋଳରେ ବସେଇଛି, ସେ ସୁଗନ୍ଧ ଆଜି ମୋ ଦେହରେ ମଧ୍ୟ ସମାହିତ ହେଇଛି। ପଚାରୁଛନ୍ତି ଶିଷ୍ୟ ଅନନ୍ତକୁ, ହେ ଅନନ୍ତ ବାବା, ମୋତେ ତମେ ଆଉ ଗୋଟିଏ କଥା ସତ କହିବ, ଯେବେ ତୁମ ସମସ୍ତଙ୍କୁ ମୁଁ ଦୀକ୍ଷା ଦେଇ ମୁଁ ଏଠୁ ତ ଚାଲିଗଲି, ତାପରେ ତମେ ଏମିତି କ'ଣ କଲ ଯେ ତେଣୁ ଅରଣ୍ୟରେ ତମେ ତମ ସଖାକୁ ପାଇଗଲ? ମୋତେ ସତ ସତ କଥା କୁହ। ଗୁରୁଦେବଙ୍କର ଯେଉଁ କୋମଳ ବଚନରେ ଆଜି ଶିଷ୍ୟ ଆନନ୍ଦ ହେଇଗଲା। କାହିଁକିନା ଯେତେବେଳେ ଗୁରୁଦେବ ତାକୁ ଦୀକ୍ଷା ଦେଉଥିଲେ ସେତେବେଳେ କ୍ରୂର ଭାବରେ କଥା ହେଉଥିଲେ ତାଙ୍କ ସହିତ। ତେଣୁ ସେତେବେଳର କଥା ଆଉ ଏବେକାର କଥା ଭିତରେ ଯେମିତି ଅନେକ ଫରକ ରହିଛି। ତେଣୁ ଗୁରୁଦେବଙ୍କର ଯେଉଁ ସ୍ନେହ ମମତା ଏସବୁ ତାଙ୍କୁ ବହୁତ ଭଲ ଲାଗିଲା। ତେଣୁ ଶିଷ୍ୟ କହୁଛନ୍ତି, ହେ ଗୁରୁଦେବ, ଆପଣ ମୋତେ ଆଜି ଏତେ ଭଲ ପାଉଛନ୍ତି, ଏତେ ସ୍ନେହ କରୁଛନ୍ତି, ମୁଁ ଆଜି ଧନ୍ୟ ହୋଇଯାଇଛି। ମୁଁ ଆପଣଙ୍କୁ ସବୁ କଥା ଗୋଟି ଗୋଟି କରି କହିବି। ଯେତେବେଳେ ସମସ୍ତ ପିଲାମାନଙ୍କୁ ଆପଣ ଦୀକ୍ଷା ଦେଲେ, ସମସ୍ତଙ୍କ କାନରେ ଆପଣ ମନ୍ତ୍ର କହିଦେଲେ, ସେତେବେଳେ ମୁଁ ମଧ୍ୟ ଆପଣଙ୍କ ଠାରୁ ମନ୍ତ୍ର ନେବା ପାଇଁ ଆପଣଙ୍କୁ ଅନୁରୋଧ କଲି। ହେଲେ ଆପଣ କ'ଣ ଭାବିଲେ ମୁଁ ଜାଣିନି, ହେଲେ ମୋତେ ମନ୍ତ୍ର ଦେବାକୁ ମନା କରିଦେଲେ। ମୁଁ ଅତି ବାଧ୍ୟ କରିବାରୁ ଆପଣ ମୋ କାନରେ ଗୋଟିଏ ମନ୍ତ୍ର କହିଦେଲେ। ଆଉ ସେ ମନ୍ତ୍ରଟାକୁ ମୁଁ ଭୁଲିଗଲି। ସେ ମନ୍ତ୍ରଟାକୁ ଯେତେବେଳେ ଭୁଲିଗଲି, ପୁଣି ଥରେ ପଚାରିଥିଲି ଆପଣଙ୍କୁ, ଗୁରୁଦେବ ଆପଣ ଦେଇଥିବା ମନ୍ତ୍ରଟି ମୁଁ ଭୁଲି ଯାଇଛି। ତାପରେ ଆପଣ କହିଲେ ଯେ ମୁଁ ତ କର୍ଣ୍ଣରେ କହିଛି ବାଳ। ତେଣୁ ସେଇ ମନ୍ତ୍ରଟାକୁ ମୁଁ ଘୋଷିବାକୁ ଆରମ୍ଭ କଲି ଗୁରୁଦେବ। ଆଉ ତାପରେ ସେଇ ମନ୍ତ୍ରଟା ମୋ ତୁଣ୍ଡରେ ସଦାସର୍ବଦା ରହିଲା। ମୋ ହୃଦୟରେ କେବଳ ସେଇ ମନ୍ତ୍ରଟାକୁ ହିଁ ଜପ କଲି। ଆଉ ତାପରେ ମୋର କର୍ମପଥରେ ଆଗେଇଲି। ପ୍ରତିଦିନ ଯେମିତି ମୁଁ ଗାଈ ଚରେଇବାକୁ ନେଇକି ଯାଏ ଅରଣ୍ୟକୁ, ସେମିତି ପ୍ରତିଦିନ ଗାଈ ଚରେଇବାକୁ ଅରଣ୍ୟକୁ ଗଲି। ଅରଣ୍ୟରେ ଆପଣଙ୍କର ଗୋଟିଏ ପ୍ରତିମୂର୍ତ୍ତି କଲି। ଆଉ ସେଇ ପ୍ରତିମୂର୍ତ୍ତିରେ ପ୍ରତିଦିନ ଯାହା ଯାହା ମିଳେ, ସେଇ ଅରଣ୍ୟରେ ଯାହା ଯାହା ମିଳେ ମୁଁ ଗୁରୁଦେବଙ୍କ ପାଦ ତଳେ ସମର୍ପଣ କରେ। ଆଉ ତାପରେ ସେଇ ମନ୍ତ୍ରକୁ ଭଜନ କରି ନାଚେ, ସେଇ ମନ୍ତ୍ରକୁ ଭଜନ କରି ଗାଏ, ସେଇ ମନ୍ତ୍ରକୁ ଭଜନ କରୁଥାଏ। ଅହର୍ନିଶି ମୁଁ ସେଇ ମନ୍ତ୍ରକୁ ଭଜନ କରୁଥାଏ। ତେଣୁ ଆଉ କ'ଣ କହୁଛନ୍ତି ଶିଷ୍ୟ, ସୁନ୍ଦର କଥା ଜାଣିବା ପରବର୍ତ୍ତୀ ଅଧ୍ୟାୟରେ। ଆଜି ତ ସମୟ ଇସାରା ଦେଲାଣି। ଆଜି ପାଇଁ ବାଣୀକି ବିରାମ ଦେବା। ଟିକେ ପ୍ରଭୁଙ୍କର ନାମ ସଂକୀର୍ତ୍ତନ କରି ଆଜିର କାର୍ଯ୍ୟକ୍ରମକୁ ସମାପ୍ତ କରିବା। ରାଧେ ଗୋବିନ୍ଦ ଗୋବିନ୍ଦ ଭଜ ରେ, ରାଧେ ଗୋବିନ୍ଦ ଗୋବିନ୍ଦ ଭଜ, রাধে গোবিন্দ গোবিন্দ ভজ রে, রাধে গোবিন্দ গোবিন্দ ভজ। গোবিন্দ ভজ গোপাল ভজ, রাধে রাধে গোবিন্দ ভজ, গোবিন্দ ভজ গোপাল ভজ, রাধে রাধে গোবিন্দ ভজ। রাধে গোবিন্দ গোবিন্দ ভজ রে, রাধে গোবিন্দ গোবিন্দ ভজ, রাধে গোবিন্দ গোবিন্দ ভজ রে, রাধে গোবিন্দ গোবিন্দ